ତାଙ୍କରି ମୁଁ କହିଲି ଆମେ କ୍ୟାମେରା ଆଣିବୁ ଆପଣ ବାଇକ୍ ଦେବେ ମୁଁ ସେଇଆ କଲି। ମୁଁ କହିଲି ନା ମୁଁ ଆମେ ତ ଆସୁ ଟ୍ରିଟମେଣ୍ଟ ପାଇଁ, ଟ୍ରିଟମେଣ୍ଟ ସବୁ ଡିସ୍ଚାର୍ଜ ଯିବୁ, କ୍ୟାମେରା ଆଣିବୁ, ବାଇକ୍ ଦେବୁ, ସେଗୁଡ଼ାକ ହବନି, ଆମେ କରିପାରିବୁନି ସେଗୁଡ଼ାକ। ଆଉ ନା ଟିକେ ଖାଲି କହିଦେବେ ନର୍ସ ଆସିଥିଲେ ହଁ ଆଉ ଏଇଟା ହେଇଥିଲା ହଁ ଏମିତି ମାରିଦେବେ। ଆଉ ମୁଁ କହିଲି ନାଇଁ ମ୍ୟାଡ଼ାମ୍, ଯଦି ମୁଁ କହିବି କି ନାଇଁ ଆମର ଏମିତି ରାତି ସାରା ମତେ ଦେଲେ ଯୋଉ। ନମସ୍କାର। ହାଇଟେକ୍ ମେଡିକାଲରେ ମୋ ସହିତ ଯାହା ବି ଦୁର୍ଘଟଣା ଘଟିଲା ସେଇ ସମ୍ବନ୍ଧରେ ମୁଁ ବିଗତ 2 ଦିନ ହେଲାଣି ଚୁପ୍ ଥିଲି। ଏଇଆ ଭାବିକିରି ଚୁପ୍ ଥିଲି ଯେ ବହୁତ ଝାମେଲାଟାକୁ ନ ବଢେଇକିରି କିଛି ଗୋଟେ ନିଷ୍କର୍ଷ ବାହାରିଯିବ, ଆଉ ମୋ ବାଟରେ ମୁଁ, ତାଙ୍କ ବାଟରେ ସିଏ, ଆଉ ଲୋକମାନଙ୍କୁ ସଚେତନ କୋଉ ବାଟରେ ଟିକେ ମୁଁ କରେଇଦେବି। ଲୋକମାନେ ସଚେତନ ହେଇଗଲେ ଯିଏ ଯାହାର ନିଜକୁ ପ୍ରୋଟେକ୍ଟ କରିବେ, ଏମିତି ଅସୁବିଧାରେ ପଡିବେନି। କିନ୍ତୁ ଆଜି ସକାଳୁ କେହି ଜଣେ ମାନେ ଛୋଟ ଚ୍ୟାନେଲ ସେ ଭିଡିଓକୁ ଅପଲୋଡ କଲେ, ଯଦିଓ ଦିଟା ବଡ ଚ୍ୟାନେଲ ଅର୍ଗସ୍ ଟିଭି ଆଉ କନକ ନ୍ୟୁଜ ସେ ବାଇଟ୍ ନେଇଥିଲେ ମଞ୍ଚେଶ୍ୱର ଥାନା ଭିତରେ, ସେମାନେ ସାହସ କରିପାରିଲେନି ତାକୁ ଅପଲୋଡ କରିବା ପାଇଁ, କି ଅନ୍ୟ କୌଣସି କାରଣ ଥିବ ମୁଁ ଜାଣିନି। ସେ ଭିଡିଓ ଅପଲୋଡ ହବା ପରେ ଟିକେ ମାନେ ଅସୁବିଧା ହେଇଛି ମାନେ କଣ ଦେଖନ୍ତୁ, ମୁଁ ଯଦି ଭୁଲ କରିନି ତ ମତେ ଡର ଲାଗିବନି, ଯେତେବେଳେ ଭୁଲ ମଣିଷ କରିଦିଏ ନା ତାକୁ ବହୁତ ଭୟ ଥାଏ। ତ ଭୟରୁ ଜଣେ ରିଆକ୍ଟ କରେ, ତ ସେଇ ରିଆକ୍ସନ ରୁ କଣ ହେଇଛି, ବର୍ତ୍ତମାନ ମୋ ଭଉଣୀ ଏବେ ବି ହାଇଟେକ୍ ହସ୍ପିଟାଲରେ ଅଛନ୍ତି। ତାଙ୍କର କଥା ଛିଡିଥିଲା ଯେ ସକାଳ 9ଟା 9:30 ବେଳେ ଡକ୍ଟର ଆସିବେ, ଆଉ 10ଟା 10:30 ସୁଦ୍ଧା ଡିସଚାର୍ଜ କରିଦେବେ ସେମାନେ। କାହିଁକିନା ଭଉଣୀ ଯେହେତୁ ଚାହୁଁନାହାନ୍ତି ସେଠି ରହିବା ପାଇଁ, ଆଉ ଟିକେ ମାନେ ବେଟର ଫିଲ୍ କରୁଛନ୍ତି, ସେ ଚାହୁଁଛନ୍ତି ଯେ ମୁଁ ସେ ହସ୍ପିଟାଲରୁ ପଳେଇବି। କିନ୍ତୁ ବର୍ତ୍ତମାନ ମୋ ମା କଥା ହେଲେ ଭଉଣୀଙ୍କ ସହିତ, ଆଉ ମୁଁ ବି କଥା ହେଲି, ସେ କହୁଛନ୍ତି ଯେ ଜଣେ କେହି ଲେଡିଜ ଆସିଥିଲେ, ନର୍ସ ନୁହନ୍ତି, ଅଲଗା ୟୁନିଫର୍ମରେ ଥିଲେ, ଆଉ ସିଏ କହୁଛନ୍ତି ଯେ ଆମେ ଆପଣଙ୍କୁ 4ଟା 5ଟା ବେଳକୁ ଛାଡିବୁ, ଆଉ ଆମର ଭିଡିଓ ଟିମ୍ ଆସିବ, ଆପଣ ଟିକେ ବାଇଟ୍ ଦେଇଦେବେ ଯେ ସବୁ କିଛି ଠିକ ଠାକ ଥିଲା, ଆଉ ବେଟର ଟ୍ରିଟମେଣ୍ଟ ମିଳିଲା, ଆମେ ବର୍ତ୍ତମାନ ଯାଉଛୁ। ମାନେ ସଫ୍ଟଲି ଗୋଟେ ଧମକ ଏଇଟା ତାଙ୍କୁ ଦେଇଛନ୍ତି, ଯୋଉଟା ମୁଁ ଫୋନରେ କଥା ହେଇଥିଲି, ଆପଣ ମାନେ ଶୁଣନ୍ତୁ। କିଏ କହିଲା ତମକୁ ଆସିକି? ତାଙ୍କରି ମୁଁ କହିଲି ଆମେ କ୍ୟାମେରା ଆଣିବୁ, ଆପଣ ବାଇକ୍ ଦେବେ ମୁଁ ସେଇଆ କଲି। ମୁଁ କହିଲି ନା ମୁଁ ଆମେ ତ ଆସୁ ଟ୍ରିଟମେଣ୍ଟ ପାଇଁ, ଟ୍ରିଟମେଣ୍ଟ ସବୁ ଡିସ୍ଚାର୍ଜ ଯିବୁ, କ୍ୟାମେରା ଆଣିବୁ, ବାଇକ୍ ଦେବୁ, ସେଗୁଡ଼ାକ ହବନି, ଆମେ କରିପାରିବୁନି ସେଗୁଡ଼ାକ। ଆଉ ନା ଟିକେ ଖାଲି କହିଦେବେ ନର୍ସ ଆସିଥିଲେ ହଁ ଆଉ ଏଇଟା ହେଇଥିଲା ହଁ ଏମିତି ମାରିଦେବେ। ଆଉ ମୁଁ କହିଲି ନାଇଁ ମ୍ୟାଡ଼ାମ୍, ଯଦି ମୁଁ କହିବି କି ନାଇଁ ଆମର ଏମିତି ରାତି ସାରା ମତେ ଦେଲେ ଯୋଉ କଣ ହେଇଥାଉ ସେ ପେନ୍ କିଲର ଦେଲେ, ମତେ ରାତି ସାରା ମୋର ଛାତି ପେନ୍ ହେଲା, ରାତି ସାରା ଶୋଇନି, କେହି କିଛି କଲେନି, ସକାଳୁ ଯାଇକିରି ଗ୍ୟାସ ଇଞ୍ଜେକ୍ସନ ଦେଲେ। ଆପଣଙ୍କୁ ଭଲ ଲାଗିବ ଲାଇଫ୍ ଟା? ଆଉ ମତେ ଏଇଠି 5 ଥର ସୁଇଚ୍ ମାରିଲେ ବି କେହି ଆସୁନାହାନ୍ତି, ତ ଭଲ ଲାଗିବ କି? ତାହେଲେ ଆପଣଙ୍କୁ ମୁଁ କହିଲି ସମଟାଇମ୍ ବ୍ୟାଡ୍ ଫିଲ୍ ହେଇଛି ନା ସମଟାଇମ୍ ଗୁଡ୍। ତ ମୁଁ କହିଲି ହଁ, କିନ୍ତୁ ଏମିତିକା ମୁଁ ନେଇପାରିବିନି ବାଇକ୍, କି ଆପଣ ସେଟା କରନ୍ତୁନି। ସେତିକି ସେ ଗଲେ। ଆଚ୍ଛା, ହଉ ହଉ ଠିକ ଅଛି, ହଉ ମୁଁ କଥା ହଉଛି। କିଛି ଆମେ କଣ କଥା ନା, ସେ ଯାଉ, ଆମେ ଡିସଚାର୍ଜ ହେଇକି ପଳେଇଲେ ଗଲା ଆଉ। ହଉ। ତ ଏଇଭଳିଆ କଥା ମୋ ଭଉଣୀଙ୍କ ସହିତ ହେଇସାରିଲା ପରେ ଆପଣ ମାନେ କୁହନ୍ତୁ ମତେ କଣ ଲାଗୁଥିବ। ମୁଁ ହାଇଟେକ୍ ହସ୍ପିଟାଲକୁ 2 ଦିନ ହବ ଯାଇନି, ଭୟରେ ଯାଇନି ବୋଲି ନୁହଁ, ଦରକାର ପଡିଲେ ଆଜି ଯିବି, କିନ୍ତୁ ମୋର ସହଯୋଗ ଲୋଡ଼ା ମିଡିଆ ଠୁ, ପ୍ରଶାସନ ଠୁ, ଆଉ ଆପଣ ମାନଙ୍କଠୁ ବି। କାହିଁକିନା ବିନା ସହଯୋଗରେ ମୁଁ ଏ ଲଢେଇ ଲଢି ପାରିବିନି। ମୁଁ ଲଢେଇ ବୋଲି ଭାବୁନଥିଲି, ମୋର ସେ ସାହସ ନଥିଲା, କିନ୍ତୁ ଯୋଉ କମେଣ୍ଟସ୍ ଗୁଡାକ ମୁଁ ବର୍ତ୍ତମାନ ଦେଖିଲି, ମତେ ଜଣା ପଡିଲା ଯେ କେତେ ଲୋକ ସେଠି ନିଷ୍ପେଷିତ ହଉଛନ୍ତି। ଖାଲି ସେଇଠି ନୁହଁ, ଯେତେବେଳେ ଗୋଟେ ସୋସାଇଟିରେ ଏଇଭଳିଆ କରପସନ ଆଉ ଏଇଭଳିଆ ଟ୍ରାଜେଡି ଚାଲେ, ସେତେବେଳେ ସେଥିରେ ଅନେକ ସାଧାରଣ ଲୋକ ପେଶୀ ହୁଅନ୍ତି। ତେଣୁ ମୋର ପ୍ରଶାସନକୁ ଆଉ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ, ମୋ ଭଉଣୀଙ୍କୁ ଯଥା ସମ୍ମାନରେ ସେଇଠୁ ଡିସଚାର୍ଜ କରାଯାଉ, ତାପରେ
ମୁଁ ଅନ୍ୟ ମାଧ୍ୟମ ମାନଙ୍କରେ ଆପଣମାନଙ୍କୁ ପୁଣି ଯୋଗାଯୋଗ କରିବି। ଧନ୍ୟବାଦ।